ଏଇ ଯୋଉ ଗଛ ଅମୃତଭଣ୍ଡା ଗଛରେ କ'ଣ ଦିଆଯାଏ ନା ଅଫିମ ନା କ'ଣ ଦିଆଯାଏ ଦେଲେ ଗଛଟା ଟିକେ ହୃଷ୍ଟପୃଷ୍ଟ ହୋଇ ବଢ଼ିବ। ତମେ କ'ଣ ଏଇଟା ନର୍ମାଲ ଅମୃତଭଣ୍ଡା ଗଛ ନା ଏଇ ଯୋଉ ହାଇବ୍ରିଡରେ? କୋଉଠି ଉଠିଥିଲା? ଆମରି ଗଛ ତାହେଲେ ଆମରି ବାଡ଼ିରେ ଉଠିଥିଲା। ଲାଗିଗଲେ ଆଗ ଥର ଲଗା ହେଇଥିଲା କେତେ ଫଳ ଦେଇଥିଲା କନା। ଗୋଟେ ଗୋଟେ ଗଛ ରହିବା ଦରକାର ଆପାତତ ନିଜେ ଚଳିବା ପାଇଁ। ଗଛଟା ଲାଗିଯାଆନ୍ତା କି ତା ଟିକେ ଦଉନ ତ। ନାଇଁ ନାଇଁ ମାନେ ସେମିତି ହୃଷ୍ଟପୃଷ୍ଟ ଫଳ ଦେଲା ଭଳି ମାନେ ହୃଷ୍ଟପୃଷ୍ଟ ଖାଲି ଏମିତି ପେଁ କାଳିଆରେ କ'ଣ ବଢିଯାଏ ନା ଗଛ ଗୁଡାକ। ସେମିତି ବଢିଗଲେ କ'ଣ ହବ? ଗଛ ଥିବ ପେଁ କାଳିଆ ହେଇକି ଥିବ ଫଳୁ ନଥିବ। ତାର ମୂଳରୁ ତାକୁ ଦେଲେ ସାର ବିଷ କ'ଣ ଦେଲେ ଯୋଉଟା ଫଳ ଦିଏ ସେଇ ହିସାବରେ ଦେଲେ ସିନା ସିଏ ହବ। ଖାଲି କହିଦଉଛ ବଢୁଛି ତ ବଢୁଛି ଆଉ ବଢନ୍ତାନି କି ଗଛ ବଢିବନି କି? ଗଛ ବଢିଯିବ କିନ୍ତୁ ପେଁ କାଳିଆ ହେଇଯାଇଥିବ ସେ କ'ଣ ଫଳ ଦବ? ଏଇ ଗଛ ପା ହାଣିବ ବୋଲି କହୁଥିଲେ କଦଳୀ ଗଛ। ଗୋଟେ ଖଣ୍ଡେ ରଖିଦେଇକି ଗୋଟିଏ ରହିବ ଏଇପଟେ ଗଛଟା ରହିବ ଏଇଟା ଯୋଉ ସେଇ ପାଖ ଗୁଡାକ ହାଣିଦବ ନା ବାଡକୁ ପୁଣି ସହିଦବ ବାଡ ପୁଣି ଚଢିଯିବ ସବୁ। ଏଇ ଗୋଟିଏ ଛାଡିଦବ ଗୋଟେ ଛାଡିଦେଇକି ଆଉ ସବୁଗୁଡା କାଟିଦବ। ସେଇଟା କରିବ କେତେବେଳେ କେତେବେଳେ ସମୟ ତମକୁ? ଖାଲି ତ କାମ ଖାଲି ତ ଦୋକାନ କାମ ଖାଲି ସବୁବେଳେ କାମିକା ସ୍ୱାମୀଟେ ମୋର ଖାଲି ଚାଲୁ 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 କାମ କରି ପକେଇବେ। ଚାଲୁ ଚାଲୁ ଏତିକି ଘାସ ଉପାଡ଼ି ଦେଇଛନ୍ତି ଆଜି ଖାଲି ଠିଆ ହେଇକି। ଏଇ ଚାଲିଗଲେ ମାନେ ଛିଡା ହେବେନି ଲାଗି ପଡିବେ। ସେ ବେକାର ଛିଡା ହେବେନି। ଏତିକି ଅଛି ଗୁଣ ମୋ ମାନେ ଶ୍ୱଶୁରଙ୍କ ଭଳିଆ। ମୋ ଶ୍ୱଶୁର ସବୁ ବାଡି ଘର ପୁରା ପରିଷ୍କାର କରି ରଖନ୍ତି। ସେଇଭଳିଆ କ'ଣ ଖସିଲା? ଆମ ଗଛ ନଡିଆ ନା କ'ଣ ଖସିଲା? କୋଉଠି କ'ଣ ଖସିଲା? ସେଠି ବୋଧେ ତମ ଗାଡିରେ ପଳେଇଲା ନା? ହଁ ଡ୍ରମ୍ ଖସିଲା। ଏତିକି ଜୋର ଶବ୍ଦ ଶୁଣା ହଉଛି। ଆମ୍ବ ଖସିଲା। ଏଇ ହଁ ଏଠି ଆସି ପଡ଼ିଲାଣି ଆମ୍ବ। ହଁ ଏଠି ଆମ ଗଛରୁ ଆମ୍ବ ଖସିଛି। ଆମ୍ବ ଖସିଗଲା ଆପେ ଖସି ସେଇଥିପାଇଁ ଏତେ ଜୋର ଶବ୍ଦ ହେଇଛି। ଏଇ ଡ୍ରମ୍ରେ ବାଜିକି ତଳେ ଆସିକି ପଡ଼ିଲା ଶବ୍ଦ ଏତିକି ଜୋର ଢା ହେଇକିନା ଶୁଣିଲି ଗଛରୁ ନଡିଆ ହେଇ ଖାଇ